सरस्वती पूजा उपलक्षे स्पेशल चाउल खीरी ଆଉ ସେଇଟା ପୁଣି ତିଆରି କରିବା ବିନା ଚିନିରେ। ଆଜି ମୁଁ ଚାଉଳ କ୍ଷୀରିକୁ ଗୁଡ଼ରେ ତିଆରି କରିଛି। ଥରେ ଏଇ ଗୁଡ଼ରେ ଚାଉଳ କ୍ଷୀରି ତିଆରି କରି ଯଦି ଖାଇବେ ଚିନିରେ ଖାଇବାକୁ ଭୁଲିଯିବେ। ଏତେ ଟେଷ୍ଟ ଲାଗିବ ଆଉ ହେଲ୍ଥ ପାଇଁ ବି ଭଲ, ଯେତେ ଚିନିକୁ ଆଭଏଡ଼ କରିବେ। ଦେଖନ୍ତୁ ଟେକ୍ସଚର ଆଉ କଲର୍ ଦେଖନ୍ତୁ। ଯଦି ଥରେ ଏଇଟା କରିକି ଖାଇବେ ତାପରେ ଜାଣିବେ ଏହାର ଟେଷ୍ଟ କେତେ ବଢ଼ିଆ ଲାଗିବ। ଯଦି ଭିଡ଼ିଓଟି ଭଲ ଲାଗିବ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ ସେୟାର କରିଦିଅନ୍ତୁ ଆଉ ମୋ ପେଜକୁ ଫଲୋ କରିଦିଅନ୍ତୁ। ତେବେ ଡେରି ନ କରି ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ଚାଉଳ କ୍ଷୀରି ତିଆରି କରିବା ପାଇଁ ପ୍ରଥମେ କ୍ଷୀରଟାକୁ ଗରମ କରିନେବା। ଏଠି ମୁଁ 1 ଲିଟର ଫୁଲ୍ ଫ୍ୟାଟ୍ ମିଲ୍କ ନେଇଛି। ଏଟାକୁ ଲୋ ଫ୍ଲେମ୍ରେ ପାଖାପାଖି 15ରୁ 20 ମିନିଟ୍ ପାଇଁ ଫୁଟିବାକୁ ଛାଡ଼ିଦେବି। ଦେଖନ୍ତୁ କ୍ଷୀରଟା ବଢ଼ିଆ ଭାବରେ ଫୁଟିଯାଇଛି। କ୍ଷୀରଟାକୁ ରଖିନେବା। ଏଠି ମୁଁ ଚାଉଳ ନେଇଛି 100 ଗ୍ରାମ ପାଖାପାଖି ଚାଉଳ। ଚାଉଳକୁ ଭଲ ଭାବରେ ଧୋଇଦେଲି। ଧୋଇଲା ପରେ କ୍ଷୀରି ତିଆରି କରିବା ପାଇଁ ଗୋଟେ ମୋଟା ଜାଗା ନେବେ, ଯାହାର ତଳଟା ଟିକେ ମୋଟା ଥିବ। ଷ୍ଟିଲ୍ ଫିଲ୍ ଜାଗାରେ କ୍ଷୀରି କେବେ ବି କରିବେନି। ମୋଟା ଥିଲେ କ୍ଷୀରିଟା ତଳୁ ଲାଗିବନି। ସେ ଜାଗାରେ ମୁଁ 1.5 ଲିଟର ପାଖାପାଖି ପାଣି ପକେଇ ନେଲି। 2ଟା ତେଜପତ୍ର ଆଉ ଟିକେ ଲୁଣ। ତାପରେ ପାଣିଟା ଗରମ ହେଲା ପରେ ମୁଁ ସେଥିରେ ଚାଉଳକୁ ପକେଇ ନେଲି। ତାପରେ ଭଲ ଭାବରେ ଏମିତି ଟିକେ ଘାଣ୍ଟି ନେବା। ଚାଉଳକୁ ଏଇନା 80% କୁକ୍ ହେବାକୁ ଛାଡ଼ି ଦେଉଛି। ଆଉ ମଝିରେ ମଝିରେ ମନେ ରଖିବେ ଏମିତି ଟିକେ ଟିକେ ଘାଣ୍ଟି ଦେଉଥିବେ, ନହେଲେ ତଳୁ ଲାଗିଯିବାର ଚାନ୍ସ ଥାଏ। ତେଣୁ ଘାଣ୍ଟି ଦେଉଥିବେ। ଦେଖନ୍ତୁ ମଝିରେ ଚେକ୍ କରିଥିଲି ହେଇନଥିଲା, ଏଇନା ପାଖାପାଖି 80% କୁକ୍ ହେଇଗଲାଣି। ଏମିତି ମ୍ୟାକ୍ସ କରିନିଅନ୍ତୁ ଯେମିତି ଚାଉଳଟା ଭଲ ଭାବରେ ମିଶିଯିବ। ଦାବି ଦାବି ଦେବେ ଡଙ୍କିରେ ଟିକେ। ଦେଖନ୍ତୁ ପାଖାପାଖି ଚାଉଳ 80% କୁକ୍ ହେଲା ପରେ ମୁଁ ଏଠି କ୍ଷୀର ପକେଇ ନେଉଛି। 1 କପ୍ କ୍ଷୀର ମୁଁ ରଖି ନେଇଛି ଆଉ କ୍ଷୀରକୁ ପକେଇ ନେଲି। କ୍ଷୀର ପକେଇଲା ପରେ ଭଲ ଭାବରେ ଏମିତି ଗୋଳେଇ ନେବା। ଚାଉଳଟାକୁ କ୍ଷୀରରେ ଫୁଟିବାକୁ ଛାଡ଼ିଦେବା। ଦେଖନ୍ତୁ କିଛି ସମୟ ଫୁଟିଲା ପରେ ମୁଁ ଦେଖି ଦେଉଛି ଚାଉଳଟା ପାଖାପାଖି କ୍ଷୀରରେ ବଢ଼ିଆ ଭାବରେ ମିକ୍ସ ହେଇଯାଇଛି। ଆଉ କ୍ଷୀରର ଏମାଉଣ୍ଟ ଦେଖନ୍ତୁ କେତେ କମ୍ ହେଇଯାଇଛି ଆଉ ଚାଉଳଟା ବି କ୍ଷୀରରେ ଭଲ ଭାବରେ ମିଶିଯାଇଛି। ଏଇ ଷ୍ଟେଜ୍ରେ ମୁଁ ଏଠି ପକେଇ ନେବି ଗୁଡ଼। ଏଠି ମୁଁ ତାଳ ଗୁଡ଼ ନେଇଛି। ମାର୍କେଟରେ ଆପଣଙ୍କୁ ତାଳ ଗୁଡ଼ ଇଜିଲି ମିଳିଯିବ। ଏଇ ତାଳ ଗୁଡ଼ରେ ହିଁ କ୍ଷୀରି କରିବେ, ତାପରେ ଭଲ ଟେଷ୍ଟ ଆସିବ। ନର୍ମାଲ ଗୁଡ଼ରେ କଲେ ଗୋଟେ ଫ୍ଲେଭର ଆସିବ, ଯେଉଁଟା ଖାଇବାକୁ ଭଲ ଲାଗିବନି। ତାଳ ଗୁଡ଼ ଇଜିଲି କୌଣସି ରାସନ ଦୋକାନରେ ଆପଣଙ୍କୁ ମିଳିଯିବ। ଏଠି 200 ଗ୍ରାମ ତାଳର ଗୁଡ଼ ନେଇଛି। 100 ଗ୍ରାମ ଚାଉଳରେ ମୁଁ 200 ଗ୍ରାମ ଗୁଡ଼ ନେଇଛି। ଗୁଡ଼ଟାକୁ ମୁଁ ଭଲ ଭାବରେ ଦାବି ଦାବିକି ମିଶାଇ ଦେଲି ଆଉ କ୍ଷୀରିଟାକୁ ଫୁଟିବାକୁ ଛାଡ଼ିଦେଲି। 3ରୁ 4 ମିନିଟ୍ ପାଖାପାଖି ମୁଁ ଫୁଟିବାକୁ ଛାଡ଼ି ଦେଉଛି। ଆଉ ମଝିରୁ ମଝିରୁ ଘାଣ୍ଟି ଦେଉଥିବେ, ବିଲକୁଲ ଛାଡ଼ିବେନି। ମଝିରୁ ମଝିରୁ ଟିକେ ଟିକେ ଘାଣ୍ଟି ଦେଉଥିବେ, ନହେଲେ ତଳୁ ଲାଗିଯିବ। ଏଟାକୁ ମୁଁ ଏମିତି ଲୋ ଫ୍ଲେମ୍ରେ ଫୁଟିବାକୁ ଛାଡ଼ି ଦେଉଛି। ଗ୍ୟାସ୍ର ଫ୍ଲେମ୍କୁ ସବୁବେଳେ ଲୋ ମିଡ଼ିୟମ୍ ରଖିବେ, ହାଇ ଫ୍ଲେମ୍ରେ କରିବେନି। ଦେଖନ୍ତୁ କିଛି ସମୟ ଫୁଟିଲା ପରେ ମୁଁ ଏଠି ନେଇଛି 4 ବଡ଼ ଚାମଚ ମିଲ୍କ ପାଉଡ଼ର। କୌଣସି ବ୍ରାଣ୍ଡର ମିଲ୍କ ପାଉଡ଼ର ମାର୍କେଟରେ ଆପଣଙ୍କୁ ଇଜିଲି ମିଳିଯିବ। ସେଥିରେ ଯେଉଁ 1 କପ୍ କ୍ଷୀର ରଖିଥିଲି ଟିକେ ହାଲକା ଉଷୁମ କରିକି କ୍ଷୀରରେ ମିଶାଇ ନେବା ମିଲ୍କ ପାଉଡ଼ରଟାକୁ। ଦେଖନ୍ତୁ ଗୁଡ଼ ପକାଇଲା ପରେ 3-4 ମିନିଟ୍ ହେଇଗଲାଣି, ବଢ଼ିଆ ଭାବରେ ଫୁଟିଗଲାଣି। এই ଷ୍ଟେଜ୍ରେ ଯେଉଁ ମିଲ୍କ ପାଉଡ଼ରଟା ଗୋଳେଇକି ରଖିଛି ତାକୁ ପକାଇ ନେବା। ମିଲ୍କ ପାଉଡ଼ର ଲାଷ୍ଟକୁ ପକାଇବେ, ଫାଷ୍ଟରୁ କେବେ ବି ପକାଇବେନି, କାରଣ ତଳୁ ଲାଗିଯିବାର ଚାନ୍ସ ଥାଏ। ତେଣୁ ମିଲ୍କ ପାଉଡ଼ର ପକାଇଲା ପରେ ମଝିରେ ମଝିରେ ଟିକେ ଟିକେ ଏମିତି ଘାଣ୍ଟି ଦେଉଥିବା। ଆକୁ ଲୋ ଫ୍ଲେମ୍ରେ ପାଖାପାଖି ମୁଁ ଛାଡ଼ି ଦେଉଛି 1ରୁ 2 ମିନିଟ୍ ପାଇଁ ଫୁଟିବାକୁ। ଦେଖିବେ କ୍ଷୀରିଟା ଯେମିତି ବହଳିଆ ହେଇଯିବ। ଆପଣ ଯେତିକି ଥିକ୍ ରଖିବାକୁ ଚାହୁଁଥାନ୍ତି ସେଇ ପର୍ଯ୍ୟନ୍ତ ଏଟାକୁ ଫୁଟେଇ ନିଅନ୍ତୁ। ମୁଁ ଏଟାକୁ ଛାଡ଼ି ଦେଉଛି ପାଖାପାଖି 2 ମିନିଟ୍ ପାଇଁ, ଯେମିତି କ୍ଷୀରିଟା ଟିକେ ବହଳିଆ ହେଇଯିବ। ତା ଭିତରେ ମୁଁ ଏଠି କିଛି ଡ୍ରାଏ ଫ୍ରୁଟ୍ସକୁ ଫ୍ରାଏ କରିନେଉଛି। ଏଠି ଗୁଆ ଘିଅ ନେଇଗଲି, ଗୁଆ ଘିଅରେ କାଜୁ ପକାଇ ନେଲି। କାଜୁକୁ ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଲା ତକ ଆମେ ଫ୍ରାଏ କରିବା, ତାପରେ ବାହାର କରିନେବା। ସେଇ ଘିଅରେ ମୁଁ ଏଇନା କିସମିସ୍କୁ ବି ଫ୍ରାଏ କରିନେଉଛି। ଆଉ ତା ଭିତରେ ଗୁଜୁରାତି ଗୁଣ୍ଡ ବି କରିକି ରଖିନେବେ। କିସମିସ୍ ଫ୍ରାଏ ହେଇଗଲାଣି, ତାକୁ ବି ବାହାର କରିନେଉଛି। ଦେଖନ୍ତୁ କ୍ଷୀରିଟା ପାଖାପାଖି 2 ମିନିଟ୍ ଫୁଟିଗଲାଣି। କ୍ଷୀରିଟା ଯେତିକି ପାଣି ଅଛି ଏଟା ରହିଲା ପରେ ଆହୁରି ଟିକେ ଥିକ୍ ହେଇଯିବ। ତେଣୁ ପୁରା ଥିକ୍ କରିବେନି। ଏଟା ଯେତେବେଳେ ଗୋଟେ ଦିନ ଫ୍ରିଜରେ ରଖିଦେବେ ଏଟା ଆହୁରି ବହଳିଆ ହେଇଯିବ। ତେଣୁ ଏଇ ଷ୍ଟେଜ୍ରେ ମୁଁ ଗ୍ୟାସ୍ର ଫ୍ଲେମ୍କୁ ବନ୍ଦ କରିଦେବି ଆଉ କିଛି ଡ୍ରାଏ ଫ୍ରୁଟ୍ସ ପକାଇ ନେଉଛି, ଯେଉଁଟା ଭାଜିକି ରଖିଥିଲି, କାଜୁ ଆଉ କିସମିସ୍ ଆଉ ଗୁଜୁରାତି ଗୁଣ୍ଡ। ତାକୁ ଭଲ ଭାବରେ ମିକ୍ସ କରିଦେବା। ଏଟାକୁ କଭର କରିବାନି, ଏମିତି ଖୋଲା ଛାଡ଼ି ଦିଅନ୍ତୁ ଥଣ୍ଡା ହେବା ପାଇଁ। କଭର କଲେ କ'ଣ ହେବ ନା କ୍ଷୀରିଟା ପାଣି ଫାଟିଯାଏ। ଏମିତି ରଖିଦେଉଛି ଥଣ୍ଡା ହେବା ପାଇଁ। ଥଣ୍ଡା ହେଲା ପରେ ଦେଖନ୍ତୁ କଲର୍ କେତେ ବଢ଼ିଆ ଭାବରେ ଆସିଛି। କେହି କହିବେନି ଏଇଟା ଆପଣ ଗୁଡ଼ରେ ତିଆରି କରିଛନ୍ତି। ଏଇଟା ଥରେ ନିଶ୍ଚିନ୍ତ ଭାବରେ ସମସ୍ତେ ଟ୍ରାଏ କରନ୍ତୁ, ଦେଖିବେ କେତେ ଟେଷ୍ଟ ଲାଗିବ ଖାଇବାକୁ। ଦେଖନ୍ତୁ ମୁଁ ଆକୁ ସର୍ଭ କରିକି ଦେଖାଉଛି, କେତେ ବଢ଼ିଆ ହେଇଛି ଦେଖନ୍ତୁ।
ଏଇଟାକୁ ଯଦି ଆମେ ଫ୍ରିଜ୍ରେ ରାତିରେ ରଖିଦେବା ତାହେଲେ ଏଇଟା ଆହୁରି ଟିକେ ବହଳିଆ ହେଇଯିବ। ତେବେ ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗିଲା ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ ସେୟାର କରିଦିଅନ୍ତୁ। ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓରେ।